ମାଧବୀ ଚିକିର ସବୁ ପ୍ରମାଣ ଯୋଗାଡ଼ କରିକି ଭିଡ଼ିଓ ମୋବାଇଲରେ ରେକର୍ଡ଼ିଂ କରି ରଖି ସାରିବା ପରେ ପୁଣି ମାଧବୀ କହିବେ କି ଚିକିକୁ, ହେ ଚିକି, ତୋ ନା ଏଥିରେ ସବୁ ପ୍ରମାଣ ମୋ ପାଖରେ ଅଛି। ଚିକି କହିବେ କି ପ୍ରମାଣ? ତାପରେ ମାଧବୀ କହିବେ ଏଇ ଟିକେ ଆଗରୁ ତମେ ଦି ଜଣ ଯାକ ଯେଉଁ କୁଞ୍ଚୁନ ହେଉଥିଲ ସେ ସବୁ ଏ ମୋବାଇଲରେ ମୁଁ ରେକର୍ଡ଼ିଂ କରି ରଖିଛି। ତାପରେ ଚିକି କହିବେ କି ଆଚ୍ଛା ଫୁଲ୍ ରେକର୍ଡ଼ିଂ ଅଛି ତ ଖୁଡ଼ି? ନା ହଁ ହଁ। ତାପରେ ଚିକି କହିବେ କି ପୁରା କ୍ଲିୟରିଟି ଅଛି ତ? ମାଧବୀ କହିବେ ମାନେ ପୁରା କାଚ ମାର୍କା, ଦେଖିବୁ ଦେଖ। ତାପରେ ଚିକି କହିବ ହଁ ଦେଖାଉ ତ। ତାପରେ ଚିକି ମାଧବୀଙ୍କ ରେକର୍ଡ଼ିଂ ଦେଖିବାକୁ ଗଲା ପରେ ଚିକି କ'ଣ କରନ୍ତି ନା ରେକର୍ଡ଼ିଂ ଦେଖିବା ବାହାନାରେ ନିଜ ପାଦକୁ ଟିକେ ମୋଡ଼ି ଦେଇ ଆଉ ପଡ଼ିଯାଆନ୍ତି। ଆଉ ଠିକ୍ ସେତେବେଳେ ମାଧବୀ ଧରି ପକାନ୍ତି ଆଉ ମାଧବୀଙ୍କ ଫୋନ୍ଟା ପୁରା ତଳେ ପଡ଼ିଯାଏ। ପୁଣି ଚିକି କହିବେ କି ସରି ଆଣ୍ଟି, ମୋ ଗୋଡ଼ ଟିକେ ଖସିଗଲା ତ, ଆଉ ହଁ ଥ୍ୟାଙ୍କ ୟୁ, ତମେ ମୋତେ ସମ୍ଭାଳି ନେଲ। ତାପରେ ମାଧବୀ କହିବେ କି ଠେଲି ଦେଇ କହିବେ କି ହେ ଯା ମ, ତୋ ସରିଯାଉ ଗାତକୁ ତୁ ଯା ଚୁଲିକୁ। ସରି ନା ଫରି। ତାଙ୍କ ଫୋନ୍ ପାଣିରେ ପଡ଼ି ମାଧବୀ କାନ୍ଦନ୍ତି ଆଉ କହନ୍ତି କି ପୋଡ଼ା ମୁହିଁ, ତଣ୍ଟି ଚିପି ରକ୍ତ ପିଇଯିବି ହେଲା, ଚିହ୍ନିନୁ ମୋତେ, ସବୁ ନଷ୍ଟ କରିଦେଲା। ତାପରେ ଚିକି କହିବେ କି ତଣ୍ଟି ଚିପିକି ରକ୍ତ ପିଇଯିବ? ମୁଁ କୁଆଡ଼େ ଯାଉଛି କି? ମୁଁ ତ ଏଇଠି ଠିଆ ହେଇଛି ନା, ମୁଁ ତ ତମ ପାଖରେ ଅଛି, ଠିଆ ହୋଇଛି। ତାପରେ ମାଧବୀ ରାଗିକି ପଳାନ୍ତି ତାଙ୍କ ଫୋନ୍ ପାଖକୁ ଆଉ ଫୋନ୍କୁ ଉଠେଇ କହିବେ କି ପାଣିରୁ କାଢ଼ି କହନ୍ତି ହେ ଦେବୀ ମା, ଏ ପୋଡ଼ା ମୁହିଁ ସବୁ ମୋର ନଷ୍ଟ କରିଦେଲା। ତାପରେ ଚିକି କହନ୍ତି କି ଯେ ପାଞ୍ଚେ ପରର ମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ। ତାପରେ ପୁଣି ଚିକି କହନ୍ତି କି ଖୁଡ଼ି ତମେ ଠିକ୍ କହିଛ, ମୁଁ ହିଁ ଚିକି, ହେଲେ ଅଫସୋସ ତମେ ନା କିଛି ବି କରିପାରିବନି। ସେ ରୋହିର କଥା ଛାଡ଼ିକିନା ତମେ ମୋ କଥା ମାନ ଆଉ ଭୁଲ ରାସ୍ତା ଛାଡ଼ିଦିଅ ଖୁଡ଼ି। ଆଉ ଯଦି ନ ଛାଡ଼ ଭୁଲ ରାସ୍ତା ଆଉ ଆଜି ଯାହା ହେଲା ପୁଣି ତମର ସେଇଆ ହେବ। ଆଉ ବାକି ରହିଲା ମୋ ସତ ସାମ୍ନାକୁ ଆସିବା। ମୁଁ ନ ଚାହିଁଲା ଯାଏଁ ମୋ ସତ କେବେ ସାମ୍ନାକୁ ଆସିବନି ଖୁଡ଼ି, ଏଇଟା ମନେ ରଖିଥାଅ। ମାଧବୀ ଚିକିର କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଆନ୍ତି ଆଉ ଚିକି ସେଠୁ ଚାଲିଯାଏ।